ଯେଉଁମାନେ ଏବେ ସିଏମ୍ କିଷାନ ଯୋଜନା ଟଙ୍କା ପାଇଛନ୍ତି ସେମାନଙ୍କୁ କ'ଣ ପିଏମ୍ କିଷାନ ଅର୍ଥାତ୍ ମୋଦି ସରକାରଙ୍କ କିଷାନ ଯୋଜନା ଅଧୀନରେ 2000 ଟଙ୍କା ସେମାନଙ୍କୁ ମିଳିବ କି? ଯାହା ଆମେ ଭିଡିଓରେ ଜାଣିବା ଏବେ ଏକ ନୂଆ ସୂଚନା ଆସୁଛି। ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡିଓକୁ ଲାଇକ୍ କରିଦିଅନ୍ତୁ। ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଯେମିତିକି ଜାଣିଛନ୍ତି ଆପଣମାନେ ଏବେ ରିସେଣ୍ଟଲି ମୋହନ ମାଝୀ ଆମର ସିଏମ୍ କିଷାନ ଯୋଜନା ଅଧୀନରେ 2000 ଟଙ୍କା ନୂଆ କରି ଅନେକ ହିତାଧିକାରୀଙ୍କୁ ଦେଇଛନ୍ତି। ଆଉ ଏହା ବି ଜାଣିଥିବେ ଯଦି ଆପଣମାନେ ପିଏମ୍ କିଷାନ ଯୋଜନା ଅର୍ଥାତ୍ ମୋଦି ସରକାର ଯୋଜନାରେ ଯଦି ଆପଣ ସିଧା ଆବେଦନ କରୁଛନ୍ତି ତେବେ ସେଠି ମଧ୍ୟ ଆପଣଙ୍କର ଆପ୍ରୁଭ୍ ହେବ ନାହିଁ, ଯାହାକି ଷ୍ଟେଟ୍ ଲେଭଲ୍ ପେଣ୍ଡିଂ ମଧ୍ୟ ଲେଖିବ। କିନ୍ତୁ ଯେଉଁମାନେ ସିଏମ୍ କିଷାନରେ ଟଙ୍କା ପାଇଥାନ୍ତି ବା ଯେଉଁମାନଙ୍କର ସିଏମ୍ କିଷାନରେ ନାମ ଥାଏ ତ ତାହାର ଲିଷ୍ଟ ମଧ୍ୟ ପିଏମ୍ କିଷାନକୁ ଆସିଥାଏ, ଯାହାଦ୍ୱାରା ମଧ୍ୟ ସେମାନେ ଟଙ୍କା ପାଇଥାନ୍ତି। ହେଲେ ଏଥର ନୂଆ କରି ସିଏମ୍ କିଷାନ ଯୋଜନାରେ ବହୁତ ହିତାଧିକାରୀ 2000 ଟଙ୍କା ଲେଖାଏଁ ପାଇଛନ୍ତି। ହେଲେ ସବୁଠାରୁ ବଡ଼ କଥା କି ଏମାନେ ବି କ'ଣ ଟଙ୍କା ପାଇବେ କି ପିଏମ୍ କିଷାନରେ? ତେବେ ଜାଣି ରଖନ୍ତୁ ଖୁବ୍ ଶୀଘ୍ର ପିଏମ୍ କିଷାନରେ ଆସିବ ଲିଷ୍ଟ, ଯାହାକି ସିଏମ୍ କିଷାନରୁ ନିଆଯାଉଥିବା ଲିଷ୍ଟ ମାନ ମଧ୍ୟ ପିଏମ୍ କିଷାନକୁ ଆସିଥାଏ। ତେବେ ଯେତେବେଳେ ଆପଣଙ୍କ ନାମ ବି ଲିଷ୍ଟରେ ଆସିଯିବ ତ ସେ କ୍ଷେତ୍ରରେ ଆପଣଙ୍କୁ ପିଏମ୍ କିଷାନ ଯୋଜନାରେ ଏକ ଇ-କେୱାଇସି କରିବାକୁ ପଡ଼ିବ। ତାପରେ ମଧ୍ୟ ଆପଣମାନେ ଯାହାକି ପିଏମ୍ କିଷାନ ଯୋଜନାରେ ଯେଉଁ ମୋଦି ସରକାରଙ୍କ ଯୋଜନାର ଯେଉଁ ରହିଛି ଚାଷୀଙ୍କ ପାଇଁ, ତେବେ ସେଥିରେ ମଧ୍ୟ ଆପଣ 2000 ଟଙ୍କା ପାଇପାରିବେ। ଆଉ ଏହା ବି ଜାଣିଥିବେ କିଷାନ ଯୋଜନାରେ ପ୍ରତି 4 ମାସ ବ୍ୟବଧାନରେ 2000 ଟଙ୍କା ଲେଖାଏଁ ମିଳିଥାଏ। ବର୍ଷକୁ 3ଟି କିସ୍ତିରେ 2-2-6000 ଲେଖାଏଁ। ଏବେ 19ତମ କିସ୍ତିର ଟଙ୍କା ଫେବୃଆରୀ ମାସରେ ମିଳିଥିବା ବେଳେ ଆଗାମୀ 4 ମାସ ଅର୍ଥାତ୍ ଏହି ଜୁନ୍ ମାସରେ ପୁଣି ମଧ୍ୟ ଆପଣଙ୍କୁ ଆସିବାକୁ ଯାଉଛି 20ତମ କିସ୍ତିର 2000 ଟଙ୍କା। ତେବେ ଯେଉଁମାନେ ଏଥର ନୂଆ କରି ସିଏମ୍ କିଷାନ ଟଙ୍କା ପାଇଛନ୍ତି ସେମାନଙ୍କୁ କ'ଣ ମିଳିବ କି? ତେବେ ସେମାନଙ୍କୁ ମଧ୍ୟ ଏଥର ମିଳିବ ବୋଲି ମଧ୍ୟ ସୂଚନା ରହିଛି। ତେବେ ଆପଣମାନେ ଲିଷ୍ଟ ଚେକ୍ କରନ୍ତୁ ଆପଣଙ୍କର ନାମ ଆସିଛି କି ନାହିଁ। ତେବେ ଲିଷ୍ଟ ଚେକ୍ କରିବା ପାଇଁ ହେଲେ ୱେବସାଇଟ୍ର ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିଦିଅନ୍ତୁ।